कार्तिक मासरे श्रीमती राधा बहुत सुंदर गुणमान ता भितर विशेष गुण राधाराणीଙ୍କର ଅଛି। ଥରେ ଜଣେ ଭକ୍ତ କଣ କରିଛନ୍ତି, ବୃନ୍ଦାବନ ଆସିଛନ୍ତି। ତ ବୃନ୍ଦାବନର ବ୍ରଜବାସୀ ମାନେ ବହୁତ ବହୁତ ଆଫେକ୍ସନେଟ, ବହୁତ ସ୍ନେହିଲ ଥାନ୍ତି। ଆଉ ସେଇଠି ସେ ଡିଭୋଟିଙ୍କୁ କହୁଛନ୍ତି କି ସେଇ ବୃନ୍ଦାବନରେ ବ୍ରଜବାସୀ ମାନଙ୍କ ଭିତରେ ସେ ଭଗବାନ କୃଷ୍ଣ କଣ ଅଲ୍ଟରରେ ରୁହନ୍ତି। ଅଲ୍ଟର ମାନେ ଭଗବାନ ସେବା ପ୍ରାପ୍ତ ହୁଅନ୍ତି, କିନ୍ତୁ ଶ୍ରୀମତୀ ରାଧାରାଣୀ କିଚେନ ଇନଚାର୍ଜ ଥାନ୍ତି। ଯେମିତି ଆମେ ଶ୍ରବଣ କରନ୍ତି ପ୍ରତ୍ୟେକ ଦିନ ଶ୍ରୀମତୀ ରାଧାରାଣୀ ନନ୍ଦଗ୍ରାମ ଯାଆନ୍ତି ଭଗବାନ କୃଷ୍ଣଙ୍କ ପାଇଁ, ମାନେ ଭୋଗ ବନେଇବା ପାଇଁ ହେଲା। ଆଉ ମାନେ ଯାହା ସେଠି ପାକଶାଳା ଥାଏ ସେଠି ପ୍ରବେଶ କରନ୍ତି। ଯଶୋଦା ମା ତାଙ୍କୁ ସାଦରେ ସ୍ୱାଗତ କରନ୍ତି ଆଉ ବହୁତ ସୁନ୍ଦର ସ୍ନେହରେ ତାଙ୍କୁ ତାଙ୍କ ସହିତ କଥା ହୁଅନ୍ତି। କୁହନ୍ତି କି ତୁମେ କେବଳ କୀର୍ତ୍ତିଦାଙ୍କର ପୁତ୍ରୀ ନୁହେଁ, ତୁମେ ମୋର ପୁତ୍ରୀ। ଆଉ ତ ତୁମେ ତୁମର ମୁଖ ପଦ୍ମକୁ ଦର୍ଶନ କର। ଆଉ ଆଜି ତଳେ କୃଷ୍ଣଙ୍କର ମୁଖ ପଦ୍ମ ଯେମିତି ଦେଖିଲେ ମତେ ଆନନ୍ଦ ଲାଗେ, ତ ତୁମର ମୁଖ ପଦ୍ମ ଦେଖିଲେ ମତେ ଆନନ୍ଦ ଲାଗେ, ତମେ ଲାଜ କରନା। ତ ଶ୍ରୀମତୀ ରାଧାରାଣୀ ବହୁତ ଆଫେକ୍ସନେଟଲି ଯଶୋଦା ମାଙ୍କର ସ୍ନେହର ପାତ୍ର ହେଇଥାନ୍ତି। ଆଉ ସେ ବହୁତ ସମୟରେ ଅବାକ ହେଇଯାଆନ୍ତି, ମାନେ କହିପାରନ୍ତିନି କିଛି, ତାଙ୍କର ମାନେ ମୁହଁକୁ ଲୁଚେଇକି ରଖନ୍ତି। ତ ଏଇଟା ହେଲା ଶ୍ରୀମତୀ ରାଧାରାଣୀଙ୍କର ବହୁତ ସୁନ୍ଦର ଗୁଣ, ଗୁରୁ ଅର୍ପିତ ଗୁରୁ ସ୍ନେହ, ଗୁରୁ ଅର୍ପିତ ଗୁରୁ ସ୍ନେହ। ତ ଶ୍ରୀମତୀ ରାଧାରାଣୀ ଇଜ ଦ ଅବଜେକ୍ଟ ଅଫ ଗ୍ରେଟ ଆଫେକ୍ସନ ବାୟ ଦ ଏଲ୍ଡର୍ସ। ତେଣୁ ଶିଲ ପ୍ରଭୁପାଦଙ୍କ ସମୟରେ ବହୁତ ସୁନ୍ଦର ଡିଭୋଟି ଥିଲେ, ମୁଁ ଶୁଣିଥିଲି ଫାର୍ଷ୍ଟ ଟାଇମଟେ। ତ ତାଙ୍କ ନାଁ ହେଲା ବିଭୁ ଚୈତନ୍ୟ ପ୍ରଭୁ। ତ ସେତେବେଳେ ବୃନ୍ଦାବନ ଆସିଲେ, ବୃନ୍ଦାବନ ଯୋଉ ରାଧା ଶ୍ୟାମ ସୁନ୍ଦର ମନ୍ଦିର ଅଛନ୍ତି, ତ ସେଇଠି ତାଙ୍କୁ ପ୍ରଭୁପାଦ କହିଲେ ତୁମେ ପ୍ରଥମେ କିଚେନ ର ଇନଚାର୍ଜ ରହିବ, କିଚେନ ତୁମେ ସେବା କରିବ ପ୍ରଥମେ। ତ ସିଏ ଏତେ ଉତ୍ସାହିତ ହେଇକି ରାଧା ଶ୍ୟାମ ସୁନ୍ଦରଙ୍କ ପାଇଁ ସେବା କରିବା ପାଇଁ ସେ ପ୍ରତ୍ୟେକ ଦିନ ରାତି 2ଟାରୁ ସେ କଣ ପାକଶାଳାକୁ ପ୍ରବେଶ କରନ୍ତି, କିଚେନ ଯାଆନ୍ତି। ଆଉ ସେଠି ତ ଗ୍ୟାସ ଷ୍ଟୋଭ ଏତିକି ନଥିଲା, ସେଠି କୋଇଲାକୁ ସେ ଜାଳିକି ଯୋଉ ଭଗବାନଙ୍କର ଡିଟି ମାନେ ଅଛନ୍ତି, ତ ତାଙ୍କ ପାଇଁ 6 ପ୍ରକାର, ସମସ୍ତଙ୍କ ପାଇଁ 6 ପ୍ରକାରର ଆଇଟମ ବନାନ୍ତି। ତ ଏମିତି ଦିନେ ତାଙ୍କ ଯେତେବେଳେ ବାର୍ଦ୍ଧକ୍ୟ ଆସିଛି, ସେତେବେଳେ ସେ ଚାହିଁଲେ କି ମାନେ ମନିର ମ୍ୟାନେଜମେଣ୍ଟ ଚାହିଁଲା କି ଆଉ ଗୋଟେ ସୁନ୍ଦର ନୂଆ କୁକ୍ ଆରେଞ୍ଜ କରିବା ପାଇଁ। ତ ବିଭୁ ଚୈତନ୍ୟ ପ୍ରଭୁ ଯିଏ ଥିଲେ, ତ ସିଏ ସେଇ ଯୋଉଠି କିଚେନ ଥିଲା, ତ ଷ୍ଟେୟାର କେସ ରେ ଯିବାକୁ ପଡେ, ତ ଷ୍ଟେୟାର କେସ ରେ ଯାଇକି ସେଠି ବସିଲେ। ତ ନୂଆ ଯିଏ ଭକ୍ତ ଆସିଥିଲେ କୁକିଂ ପାଇଁ, ସେ ତାଙ୍କୁ ଦେଖିକି ସ୍ମିତାହାସ୍ୟ ପ୍ରଦାନ କରିକି ହସିଲେ, କହିଲେ 6 ଜଣ ଲୋକ ଦରକାର। ଅର୍ଥାତ ତାଙ୍କୁ ଯିଏ ରିପ୍ଲେସ କରିବାକୁ ଚାହିଁବ, ତ 6ଟା ସେଇଭଳିଆ ଲୋକ ଦରକାର। ବହୁତ ଲଭିଙ୍ଗଲି ହେଲା, ଏଲ୍ଡର ମାନେ ଯେତିକି ଲଭିଙ୍ଗ ହେଇଥାନ୍ତି ସେମିତି। ତାପରେ ସେ କଣ ନେକ୍ସଟ ସେବା କଲେ, ଚରଣାମୃତ ଦାନ କରିବା ସେବା କଲେ। ଆଉ ବହୁତ ସୁନ୍ଦର, ଏତେ ସ୍ନେହୀ ସ୍ୱଭାବ ଥିଲା। ତ ଯେତେବେଳେ କୌଣସି ଭକ୍ତ ଚରଣାମୃତ ପାଇବାର ଅଛି, ପ୍ରଥମେ ସେ ତାଙ୍କର ବାଁ ହାତକୁ ତାଙ୍କ ଡାହାଣ ହାତକୁ ଟାଣିକି ଆଣିକି ପାଖକୁ ତାଙ୍କ ବାଁ ହାତରେ ଉପରେ ରଖୁଥିଲେ। ତାପରେ ସୁନ୍ଦର ଭାବେ ତାଙ୍କ ଚରଣାମୃତ ବହୁତ କେୟାରଫୁଲି କନସିୟସଲି ଚରଣାମୃତ ଦଉଥିଲେ ତାଙ୍କୁ। ଆଉ ଯେତେବେଳେ ଖରା ଦିନ ବି ହୁଏ, ସେ କଣ କରନ୍ତି ନା ଏ ଚରଣାମୃତକୁ ରେଫ୍ରିଜରେଟର ଭିତରେ ରଖିକି ଆସନ୍ତି। କାହିଁକି ନା ଟିକେ ଚିଲ୍ ହେଇଯିବ, ଭଗବାନଙ୍କର ଚରଣାମୃତ ବହୁତ ଚିଲ୍ ହେଇକି ରହିବ ବୋଲି ରଖନ୍ତି। ଆଉ ଦିନ ଆସିଲା ତାଙ୍କର ସେ ଆଉ ତାଙ୍କର ଘରୁ ବି ବାହାରି ପାରିଲେନି, ମାନେ ଚରଣାମୃତ ସେବା ତ କରିପାରିଲେନି, କାରଣ ବୟସର ଅଧିକ ସମୟରେ ଘରୁ ବାହାର କରିପାରିଲେନି। ତ ତାଙ୍କ ପାଖରେ 6 ଜଣ ବ୍ରହ୍ମଚାରୀ ଥିଲେ, ଆଉ ଭଗବାନ ଶ୍ୟାମ ସୁନ୍ଦର କୃଷ୍ଣ ବଲରାମ ଟେମ୍ପଲ ବୃନ୍ଦାବନର ବିଗ୍ରହ ମାନଙ୍କର ଫଟୋ ଥିଲା। ତ ପ୍ରତ୍ୟେକ ଦିନ ସେ ଫୁଲମାଳା ସେଇ ନିଜ ଘରେ ଫୁଲମାଳା ହିଁ ଗୁନ୍ଥିକି ଭଗବାନଙ୍କୁ ଯାହାବି ମହାପ୍ରସାଦ, ଭଗବାନଙ୍କର ମହାପ୍ରସାଦ ଆସେ, ତା ଦେହରୁ ଟିକେ ପାଆନ୍ତି। ଆଉ ସେ ମହାପ୍ରସାଦ, ଫୁଲର ମହାପ୍ରସାଦ ଯୋଉଟା ଗାର୍ଲାଣ୍ଡ ଭଗବାନଙ୍କ ବାହାରେ, ତାକୁ ଧାରଣ କରନ୍ତି। ଆଉ ଏମିତି ଦିନ ଆସିଲା, ସେ ଗୋଟେ ଦିନ କୋମାକୁ ପଳେଇଲେ। କୋମା ମାନେ ଯୋଉଥିରେ କିଛି କହିପାରନ୍ତିନି, କୋମାକୁ ପଳେଇଲେ। ଆଉ ସିଧାସଳଖ ସେ ଭଗବତ ଧାମକୁ ପ୍ରତ୍ୟାବର୍ତ୍ତନ କଲେ। ତ ତାପରେ ସେ ଗୋଟେ ଚିଠି ଲେଖିକି ଯାଇଥିଲେ। ସେଇଟା ଆକ୍ଚୁଆଲି ମୁଁ କହିବା ପାଇଁ ଚାହୁଁଥିଲି ଆଜି। ତ ସେଇଠି ସେ ଲେଖୁଛନ୍ତି, ନୋ ମେଡିସିନ, ନୋ ମେଡିକାଲ ଟ୍ରିଟମେଣ୍ଟ should be given। ମତେ କୌଣସି ମେଡିସିନ ଦରକାର ନାହିଁ, କୌଣସି ପ୍ରକାର ଚିକିତ୍ସା ମୋ ଦରକାର ନାହିଁ। ଆଉ ମତେ ମୋ ରୁମ ରୁ ବାହାରକୁ ନେଇକି ଯିବନି, ମୋର କେହି ସେବା କରିବେନି। ସେ ବିଭୁ ଚୈତନ୍ୟ ପ୍ରଭୁ ଯିଏ ଥିଲେ, ସିଏ ପୁରା ଜୀବନ ରାଧା ଶ୍ୟାମ ସୁନ୍ଦରଙ୍କ ସେବାରେ, ଭକ୍ତ ମାନଙ୍କ ସେବାରେ ଦେଇଥିଲେ। ଆଉ ସ୍ପେଶିଆଲି ଯୋଉ ଆଫେକ୍ସନେଟ
नेचर कि मोर कई सेवा करिवेनी मु समस्त सेवा करिवी तो ये जो नेचर टा श्रीमती राधारानी पाखे बहुत अच्छी आम कलाना करें तेणु श्रीमती राधारानी कृष्ण सेवा सब उपस्थित हमें वृंदावन बासी सेवा सब उपस्थित हमें जो वृंदावन कृष्ण सेंटर किंतु एज ए डिवोटी स्टैंडर्ड आम दौरान कि आम भगत सेवा परम सिद्धि प्रेम लतिकार मूल भक्त मान सेवा कले ही आमको आनंद प्राप्त हो आईटा ही आमको कृष्ण प्रेम को प्राप्त करे तेणु से श्रीमती राधारानी पाखे बहुत सुंदर आम प्रार्थना करवा श्रीमती राधारानी कृपा करिकी हमको ये भक्त सेवार जो अमूल्य धन को दान कर हरे कृष्ण श्रील प्रभुपाद की जय। गौरी वैष्णव वैष्णव प्रणामंत्र वैष्णव सदृश क्षमा दयार सगरंग पति उद्धार करी दैनंदिन जीवन में ज्ञात व आज्ञा सरल यदि कौन साधु गुरु वैष्णव निकट अपराध होता है प्रातः मुहूर्त स्नान उचित अंशाकल्पतरोर्वश्च कृपा सिन्धुभ्येव च पतितानां पावनेभ्यो वैष्णवेभ्यो नमो नमः अनंत कोटि वैष्णव की जय जगत वैष्णव प्रभुपाद